ମାନେ ଆଜି ଆମେ ଦଳପତି ପଦ ତୁମକୁ ସାଜେର ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ଆମକୁ ଦେଇଛି କପୋତ ରାଜଙ୍କର କେଉଁ ବିଶେଷ ଗୁଣ ଗୁଡ଼ିକ ତୁମକୁ ଭଲ ଲାଗିଲା? କପୋତ ରାଜାଙ୍କର ଏକତା, ବନ୍ଧୁତା, ଦଳପତି ପଣିଆ, ତ୍ୟାଗ ଓ ଆଦର୍ଶ ଗୁଣ ସହିତ ଆଶ୍ରିତମାନଙ୍କ ପ୍ରତି ମିତ୍ରଙ୍କର ଆଦର୍ଶ ଆଚରଣ ଓ ଆଶ୍ରିତମାନଙ୍କ ପାଇଁ ଜୀବନ ଦେବା ବହୁତ ଭଲ ଲାଗିଲା। 2 ନମ୍ବର ପ୍ରଶ୍ନ, ହିରଣ୍ୟକ କପୋତ ରାଜଙ୍କୁ ପ୍ରଥମେ ବନ୍ଧନମୁକ୍ତ କରିବାକୁ ଚାହିଁଥିଲେ କିନ୍ତୁ କପୋତ ରାଜ ମନା କରିବାର କାରଣ କ'ଣ? ଆଶ୍ରିତମାନଙ୍କୁ ରକ୍ଷା କରିବା ହେଉଛି ପ୍ରଥମ କର୍ତ୍ତବ୍ୟ ହୋଇଥିବାରୁ କପୋତ ରାଜ ପ୍ରଥମେ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଲେ ନାହିଁ। 3 ନମ୍ବର ପ୍ରଶ୍ନ, କେଉଁ ସବୁ ଭଲ ଗୁଣକୁ ନିରନ୍ତର ଅଭ୍ୟାସ କରି ତୁମେ ନିଜକୁ ଅଧିକ କୁଶଳୀ କରିପାରିବ? ସତ୍ୟବାଦିତା, ସାହସିକତା, ଦୟାଳୁ ଓ ଶୃଙ୍ଖଳାପରାୟଣ ହେବା ଆବଶ୍ୟକ। ସମସ୍ତଙ୍କୁ ସମାନ ଭାବରେ ଦେଖିବା ସହିତ ସମସ୍ୟାର ସମାଧାନ କରିବା ଇତ୍ୟାଦି ଗୁଣଗୁଡ଼ିକୁ ଅଭ୍ୟାସ କଲେ ଅଧିକ କୁଶଳୀ କରିପାରିବ। 4 ନମ୍ବର ପ୍ରଶ୍ନ, ଯଦି ହିରଣ୍ୟକ ନଥାନ୍ତେ ତେବେ କପୋତ ଦଳ ନିଜ ଜୀବନ ବଞ୍ଚାଇବା ପାଇଁ କ'ଣ କରିଥାନ୍ତେ? ଯଦି ହିରଣ୍ୟକ ନଥାନ୍ତେ ତେବେ କପୋତରାଜ ଦଳର କପୋତମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅନ୍ୟ କାହାରି ସାହାଯ୍ୟ ନେଇଥାନ୍ତେ। ନେକ୍ସଟ ଆମର 1 ନମ୍ବର ଦେଇଛି କେଉଁ ସ୍ଥାନରେ ବାଣୁଆ ଜାଲ ଟାଣିଥିଲା? ବାଣୁଆ ଜାଲ ତାର ଜଙ୍ଗଲରେ ଟାଣିଥିଲା। ବୁଝି ହେଉଛି ତ? ନେକ୍ସଟ ଆମର 2 ନମ୍ବର, ହିରଣ୍ୟକ କିଏ? ହିରଣ୍ୟକ ହେଉଛି ଆମର ମୂଷିକ ରାଜ। ଗ ହେଉଛି କରେକ୍ଟ ଆନ୍ସର। 3 ନମ୍ବର ପ୍ରଶ୍ନ ଦେଖିବା, କପୋତମାନେ କିପରି ନିଜର ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କଲେ? କିପରି? ଏକାଠି ଜାଲ ଧରି ଉଡ଼ିଲେ। 4 ନମ୍ବର ପ୍ରଶ୍ନ, କପୋତମାନେ ଏପରି ଦଶା ଭୋଗିଲେ କାହିଁକି? ଖୁଦ କଣିକା ଲୋଭରେ। ଗ ହେଉଛି କରେକ୍ଟ ଉତ୍ତର। ନେକ୍ସଟ ଦେଇଛି ଆମକୁ ଚିନ୍ତା କରି ଲେଖ, ଯଦି କପୋତମାନେ ଏକମନ ହୋଇନଥାନ୍ତେ ତେବେ କ'ଣ ହୋଇଥାନ୍ତା? ଯଦି କପୋତମାନେ ଏକମନ ହୋଇନଥାନ୍ତେ ତେବେ ଶିକାରୀ ସହଜରେ ସେମାନଙ୍କୁ ଧରି ପକାଇଥାନ୍ତା। 2 ନମ୍ବର ପ୍ରଶ୍ନ, ଶିକାରୀ ଜାଲ ବିଛାଇଥିଲା କାହିଁକି? ଶିକାରୀ କପୋତମାନଙ୍କୁ ଶିକାର କରିବା ପାଇଁ ଜାଲ ବିଛାଇଥିଲା। 3 ନମ୍ବର, ଯଦି କପୋତମାନେ ଜାଲରୁ ମୁକ୍ତ ହୋଇନଥାନ୍ତେ ତାହେଲେ କି ଅସୁବିଧା ହୋଇଥାନ୍ତା? ଜାଲରୁ ମୁକ୍ତ ହୋଇନଥିଲେ ସେମାନେ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ। 4 ନମ୍ବର ପ୍ରଶ୍ନ, ହିରଣ୍ୟକ ପରି ଜଣେ ଉପକାରୀ ବନ୍ଧୁ ହେବା ପାଇଁ ତୁମେ କ'ଣ କରିବ? ଆମେ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ସବୁ ପ୍ରକାର କଷ୍ଟ ସ୍ୱୀକାର କରି ସର୍ବଦା ବନ୍ଧୁକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବି। ନେକ୍ସଟ ଆମକୁ ଦେଇଛି ଅନୁମାନ ଓ କଳ୍ପନାରୁ 1 ନମ୍ବରରେ, ଯଦି ହିରଣ୍ୟକ କପୋତ ରାଜଙ୍କ ଡାକ ଶୁଣି ଆସିନଥାନ୍ତେ ତେବେ କ'ଣ ହୋଇଥାନ୍ତା? ଯଦି ହିରଣ୍ୟକ କପୋତ ରାଜଙ୍କ ଡାକ ଶୁଣି ଆସିନଥାନ୍ତେ ତେବେ କପୋତମାନେ ଜାଲରୁ ମୁକୁଳି ପାରିନଥାନ୍ତେ। 2 ନମ୍ବର ପ୍ରଶ୍ନ, ତୁମେ କପୋତ ରାଜଙ୍କ ସ୍ଥାନରେ ଥିଲେ କ'ଣ କରିପାରିଥାନ୍ତ? ଆମେ ସେହି ସ୍ଥାନରେ ଥିଲେ କୌଣସି ବ୍ୟକ୍ତିର ସାହାଯ୍ୟ ନେଇ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏକତାର ବଳ ପଣିଆକୁ ଆଦରି ନେଇଥାନ୍ତି। 3 ନମ୍ବର ପ୍ରଶ୍ନ, ଯଦି ଦଳପତି ଅନ୍ୟ ସାଥୀମାନଙ୍କ କଥା ଭାବି ନଥାନ୍ତେ ତେବେ କ'ଣ ଅସୁବିଧା ହୋଇଥାନ୍ତା? ସିଏ ନିଜେ ମୁକୁଳି ନିଜର ସ୍ୱାର୍ଥପର ପଣିଆ ଦର୍ଶାଇଥାନ୍ତେ। ଅନ୍ୟ କପୋତମାନେ ମୃତ୍ୟୁ ମୁଖରେ ପଡ଼ିଥାନ୍ତେ। 4 ନମ୍ବର ପ୍ରଶ୍ନ, ଯଦି ତୁମେ ହିରଣ୍ୟକ ଓ କପୋତ ରାଜଙ୍କୁ କୌଣସି ସ୍ଥାନରେ ଭେଟ ତେବେ ତାଙ୍କ ସହିତ କ'ଣ କଥା ହେବ? ଯଦି ହିରଣ୍ୟକ ଓ କପୋତ ରାଜଙ୍କୁ କୌଣସି ସ୍ଥାନରେ ଭେଟେ ତାଙ୍କୁ କହିବି, ଏହି ଗଳ୍ପ ଭଳି ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ କଷ୍ଟ ସ୍ୱୀକାର କରି ସର୍ବଦା ବନ୍ଧୁକୁ ସାହାଯ୍ୟ କରୁଥିବ। ହିରଣ୍ୟକଙ୍କୁ ଧନ୍ୟବାଦ ଦେବା ସହିତ କପୋତ ରାଜଙ୍କ ତ୍ୟାଗ, ଆଦର୍ଶ ଓ ନିଃସ୍ୱାର୍ଥପରତା ପାଇଁ ସାଧୁବାଦ ଜଣାଇଥାନ୍ତି। ନେକ୍ସଟ ପିଲାମାନେ ଆମକୁ ଦେଇଛି ଯେମିତି ଆମର ଉଭା କାବା ହେଲା, ସେଇଭଳି 2 ନମ୍ବରରେ ଆମର ହେଲା କେମିତି ସେଇଭଳି ଆଉ କେଉଁ କେଉଁ ଶବ୍ଦ ଅଛି ଉଭା କାବା ଦେଇଛି।
आम आउ कौन करिपरिबा धाई ओ पाई कौन लिखिपर धाई एटा 2 नंबर लिख है ओ पाई आउ आउ कौन लिखिपर कह तापर नेक्स्ट आम लिखिपर उड़ी ओ पड़ी उड़ी ओ पड़ी बुझिला तो लास्ट आम आउ कौन लिखिपर मिली ओ टाली नेक्स्ट आमको देइछि वर्तमान काल अतीत काल भविष्यत काल जाए मु जाए सेठाकू जाए मु गली अतीत काल रे जाइथिली भविष्यत काल मु सेठाकू जीवी सेमती खाइलार कौन हम मते कहल खाए बुझीला एवं आकु लिखिबा आमे भविष्यत रे मु खाइबी वर्तमान कौन हम उड़ीबर उड़ीबर हला मु उड़े अतीत काल रे कौन हम मु उड़ीला है बा मु उड़ुची भविष्यत काल उड़ीब सेमिति करे करेर अतीत काल करिला भविष्यत काल करिब नेक्स्ट आमे करिबा देछि हिरण्यक को देखि दलपति टिके साहस पाइले हैला एठी अंडरलाइन को आमे चेंज करिचे हैला हिरण्यक को लिखिचे ताकू दलपति को लिखिले से एठी विशेष्य आउ विशेष पद को आमे चेंज करिबा खरे पिला माने देछि हमु कोन कोटा आमे कर देले शिकारी रो जाल रे कपत माने पड़ी गले काहार जाल रे शिकारी रो जाल रे हैला शिकारी एठी ताले ताहार जाल रे से माने पड़ी गले नेक्स्ट गरे कपत मानकर आनंद कहिले न सरे से मानकर आनंद कहिले न सरे घरे मूषिक राजर दांत मुनिया थिला ताहार दांत मुनिया थिला नेक्स्ट पिला माने देइछि हमकु दलपति पद तुमको साजे कविता रे तुमे हिरण्यक और कपत राजक कथबार्तार आनंद नेल एबे एही कथा को निज भाषा रे लेख ताहले आमे लेखिबा थरे कपतराज निज दलबल सह उड़ी जाइथिया बेले खुद कणिका लोभरे बाणुआ जालरे फसी गले प्राण विकल रे समस्ते एकाठी जाल सह उड़ी जाई कपतराज मित्र मूषिकराज हिरण्यक पाखरे पहुँचिले हिरण्यक प्रथमे निज बंधु कपतराज को मुक्त करिया चाहिए मात्र कपतराज कहिले मु दलपति तेणु मो जीवन गले पछे आग मो प्रजा मानकु मुक्त कर कपतराजंकर ही निस्वार्थपर आदर्श देखि हिरण्यक खुशी होई कहिले जे तुमको ही प्रकृत रे दलपति पद साजे 2 नंबर प्रश्न एही कवितार शेष रे कपत मानकु जालरू मूषिकराज मुक्त करिया परे कौन होइथिबो तुमे निजे यार शेष भाग बदलाई भिन्न प्रकार आमे लिखिबा शिकारी सहित कपत माने कथबार्ता हेउछंती कपत माने जाल सह उड़ी जाए बेले शिकारी सेमानकर एकता देखि आश्चर्य होईगला से सेमानक पछे पछे आसी पहुँचला किंतु कपत राजक महानता और समान सेमानक बंधुता देखि शिकारीर हृदय बदली गला से निजे आसी समस्त जाल खोली मुक्त करदेला एवं कपत राज को कहला तुम मानकर एकता मो आखि खोली देइछि मु आजि ठारु शपथ करूछि जे आउ केबे हेले निरीह पक्षी मानकु शिकार करिवि नाही नेक्स्ट पिलाने हमकु देइछि तले केतेक गुणर सूचना दी जाइछि सेथि मध्यरु केतेक शिकारी आउ केतेक हिरण्यकर विशेष गुण को सूचाउछि एबे से गुडी को सेमानक ठीक चिन्ह और भूल चिन्ह देखेबा ताहले देख पिला माने हैला परोपकारी शिकारी नाई भूल चिन्ह हिरण्यक ठीक चिन्ह बुझेला बुद्धिमान शिकारी बुद्धिमान ना हिरण्यक बुद्धिमान ठीक हैला तापरे निष्ठुर शिकारी निष्ठुर ठीक किंतु मूषिकराज निष्ठुर नुह भूल शक्तिशाली है शिकारी शक्तिशाली किंतु मूषिकराज शक्तिशाली नुहंती नेक्स्ट चतुर है हिरण्यक आमर कौन चतुर मूषिकराज चतुर ये सबतक आम करदे तुम देखिए लिखिदब नेक्स्ट पिलाने आमको देइछि जदि जंगल रे शिकारी और कपत मान मध्य बंधुता था तेबे जंगल रे कौन होई थांता
ହେଲା ତାଙ୍କ ଭିତରେ ବନ୍ଧୁତା ଥିଲେ ତେବେ ଜଙ୍ଗଲରେ କେହି କାହାକୁ ଭୟ କରନ୍ତେ ନାହିଁ। ଶିକାରୀ ପକ୍ଷୀ ନ ମାରି ଜଙ୍ଗଲଜାତ ଦ୍ରବ୍ୟ ଓ ଫଳମୂଳ ଉପରେ ନିର୍ଭର କରନ୍ତା ଏବଂ ଜଙ୍ଗଲର ଶାନ୍ତି ଓ ସୁରକ୍ଷା ବଜାୟ ରଖନ୍ତା। ନେକ୍ସଟ ଆମକୁ ଦେଇଛି ସମସ୍ତ ପଶୁପକ୍ଷୀ ସ୍ୱାଧୀନ ହୋଇ ଆନନ୍ଦ ମନରେ କିପରି ରହିବେ ତୁମେ ତୁମର 2ଟି ମତାମତ ଲେଖିବା। ତାହେଲେ ମଣିଷମାନେ ଜଙ୍ଗଲ ନ କାଟି ପଶୁପକ୍ଷୀଙ୍କ ବାସସ୍ଥାନକୁ ସୁରକ୍ଷିତ ରଖିବା ଉଚିତ ଏବଂ ନୂଆ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବା ଉଚିତ। 2 ନମ୍ବରରେ ଶିକାର କରିବାକୁ ସମ୍ପୂର୍ଣ୍ଣ ବେଆଇନ କରାଯିବା ଦରକାର ଯାହାଦ୍ୱାରା ପଶୁପକ୍ଷୀମାନେ ନିର୍ଭୟରେ ସ୍ୱାଧୀନ ଭାବେ ବୁଲିପାରିବେ। 1 ନମ୍ବରରେ ପିଲାମାନେ ଆମକୁ ଦେଇଛି ଶବଦ କରେ ମୁଁ ସାଇଁ ସାଇଁ ବୁଲୁଥାଏ ମୁଇଁ ଘାଇଁ ଘାଇଁ ବିଜୁଳି ନାହିଁ ତ କାମ ମୋ ନାହିଁ କହିଲ ଦେଖି ମୋ ନାମଟି କେହି କ'ଣ ପଙ୍ଖା ବା ଫ୍ୟାନ୍ ଆମେ ଯେଉଁଟାକୁ କହୁଛେ ବୁଝିହେଲା। 2 ନମ୍ବରରେ ଦେଖିବା ଟିକି ଟିକି ଦାନ୍ତ ବଡ଼ ଶକତ କାଟେ ମୁଁ ପାହାଡ଼ ଖୋଳାଇ ଗାତ ତୁମ ଜମା ବହି ଯାହା ମୁଁ ପାଏ କୁଟୁକୁଟା କରି କାଟି ପକାଏ କହିଲ ଦେଖି ମୁଁ କିଏ ଏଇଟା ଆମେ ସହଜରେ ଲେଖିପାରିବା ମୂଷା। 3 ନମ୍ବର ଆସିଲା ବଡ଼ ଚଢ଼େଇ ବସିଲା ଡେଣା ମେଲାଇ ଧରିଲା ମାଛ ଖାଇଲା ନାହିଁ କହିଲ ଦେଖି ମୁଁ କିଏ ରେ ଭାଇ କିଏ ଜାଲ ଜାଲ କ'ଣ ମାଛ ଖାଇପାରିବ। 4 ନମ୍ବର ପଶୁପକ୍ଷୀଙ୍କର ଅଟେ ବରଇ ବୈରୀ ହାତେ ଧନୁଷର ତୀରକୁ ଧରି ଜଙ୍ଗଲକୁ ନୀତି ଯାଏ ଶିକାରୀ ସାରିଣ ଫେରି ଆସେ ମୁଇଁ କହିଲ ଦେଖି ମୁଁ କିଏ ତଳେ ଦେଇଦେଇଛି ଆମର ବାଣୁଆ। ବିଷୟଟି ସମ୍ପୂର୍ଣ୍ଣ ସରିଗଲା ପିଲାମାନେ। ଭିଡ଼ିଓ ଭଲ ଲାଗିଥିଲେ ଆମର ଲାଇକ୍ କରିଦେବ, ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।